ବଦଳିବ ଓଡ଼ିଶାର ଜିଲ୍ଲା ଏବଂ ବ୍ଲକ ତା ସହିତ କେତେକ ସହରର ନାମ। ଜାଣିବା ଏହି ଭିଡ଼ିଓରେ କେଉଁ କେଉଁ ଡିଷ୍ଟ୍ରିକ୍ଟ ବ୍ଲକ ଏବଂ ସହରର ନାମ ବଦଳିବ। ପ୍ରଥମଟି ଦେଖନ୍ତୁ ମାଲକାନଗିରିର ବ୍ଲକ ଯେଉଁଟାକି ପଡ଼ିଆ, ଯାହାର ପ୍ରଥମ ସ୍ପେଲିଂ ଥିଲା PODIA, ବର୍ତ୍ତମାନ ତାହାକୁ କରେକ୍ସନ୍ କରାଯିବ PADIA କରାଯିବ। ତାପରେ ଦେଖନ୍ତୁ ଦୁଇରେ ଦେଓଗଡ଼ DEOGARH ଥିଲା, ତାହାକୁ ବର୍ତ୍ତମାନ DBAGARH କରାଯିବ। ତାପରେ ଦେଖନ୍ତୁ ଏହି ଦେଓଗଡ଼ର ତାର ବ୍ଲକଟା ଯେଉଁଟା ରିଆମାଲ ଥିଲା, ଯାହାର ଇଂଲିଶ ସ୍ପେଲିଂ ଥିଲା REAMAL, ତାହାକୁ କରେକ୍ସନ୍ କରାଯିବ RIAMAL କରାଯିବ। ତାପରେ ଦେଖନ୍ତୁ ତିନିରେ କନ୍ଧମାଳର ଆପଣ ଦେଖିପାରୁଥିବେ ତାର ତହସିଲ କିମ୍ବା ବ୍ଲକ ଖଣ୍ଡମାଲ ଆଉ ଫୁଲବାଣୀ। ତ ଦେଖନ୍ତୁ KHONDAMAL ପ୍ରଥମେ ଥିଲା ଆଉ PHULBANI ଥିଲା, ଯାହାକୁ ବର୍ତ୍ତମାନ KNDHAMAL କନ୍ଧମାଳ କରାଯିବ। 4 ନମ୍ବରରେ ଦେଖିପାରିବେ ଖୋର୍ଦ୍ଧା, ତାର ଇଂଲିଶ ସ୍ପେଲିଂ କ'ଣ ଥିଲା KHURDA ଥିଲା, ତାହାକୁ KHORADH କରାଯିବ। ତାପରେ ଖୋର୍ଦ୍ଧାର ଦେଖନ୍ତୁ ଆଉ ଗୋଟେ ବ୍ଲକ ଯେଉଁଟାକି ବୋଇଗଡ଼, ତାର ଇଂଲିଶ ସ୍ପେଲିଂ ଥିଲା BOLAGAR ଥିଲା, ତାକୁ ମିସ୍ପେଲିଂ ଚେଞ୍ଜ କରାଯିବ କ'ଣ BOLAGADA କରାଯିବ। ତାପରେ ଆଉ ଗୋଟେ ବ୍ଲକ ଦେଖନ୍ତୁ ବାଣପୁର, ଯେଉଁଟାକି ଇଂଲିଶରେ ଲେଖା ହେଇଥିଲା BANPUR, ତାକୁ BANPUR ଲେଖାଯିବ। ତାପରେ ଦେଖନ୍ତୁ ଆଉ ଗୋଟେ ବ୍ଲକ ଯେଉଁଟାକି ଜଟଣୀ JATNI ଲେଖାଯାଇଥିଲା, ତାକୁ JATANI ଲେଖାଯିବ। ଏବଂ ତାପରେ ଅନୁଗୁଳ ଡିଷ୍ଟ୍ରିକ୍ଟରେ ଦେଖିବା, ଅନୁଗୁଳ ଡିଷ୍ଟ୍ରିକ୍ଟରେ ଯେଉଁ ସବ୍ ଡିଭିଜନ ଅଛି ତାହା ANUGUL ଲେଖାଯାଇଥିଲା, ତାକୁ କ'ଣ କରାଯିବ ANUGOL କରାଯିବ। ତାପରେ ଦେଖନ୍ତୁ ଏହାର ସବ୍ ଡିଭିଜନ ଯେଉଁଟାକି ପୈଲହାଡ଼, ତ PALLAHARA ଲେଖାଯାଇଥିଲା ଇଂଲିଶରେ, ତାକୁ ଚେଞ୍ଜ କରାଯାଇକି PALLAHDA ଲେଖାଯିବ। ଏବଂ ଦେଖନ୍ତୁ କଟକର ଆଠଗଡ଼ ସବ୍ ଡିଭିଜନ ଯେଉଁଟା ଇଂଲିଶରେ ଲେଖାଯାଉଥିଲା ATHAGARH ଲେଖାଯାଉଥିଲା, ତାକୁ ATHAGAD କରାଯିବ। ଏବଂ ଦେଖନ୍ତୁ କଟକର ଆଉ ଗୋଟେ ବ୍ଲକ ଯେଉଁଟାକି ସାଲେପୁର, ତାର ଇଂଲିଶରେ କ'ଣ ଲେଖାଯାଉଥିଲା SALIPUR ଲେଖାଯାଉଥିଲା, ତାକୁ ଚେଞ୍ଜ କରିକି SALEPUR କରାଯିବ। ତାପରେ ତଳକୁ ଆସିବା, ତଳେ ଦେଖନ୍ତୁ ବାଲେଶ୍ୱର ତାର ବ୍ଲକ ଯେଉଁଟାକି ବଡ଼ମ୍ବା, ତାର ଇଂଲିଶ କ'ଣ ଲେଖାଯାଉଥିଲା BARMBA ଲେଖାଯାଉଥିଲା, ତାକୁ କ'ଣ କରାଯିବ BADAMBA କରାଯିବ। ତାପରେ ଦେଖନ୍ତୁ ଡିଷ୍ଟ୍ରିକ୍ଟ ବାଲେଶ୍ୱର, ତାର ସ୍ପେଲିଂ ଥିଲା BALSOR ଥିଲା, ତାକୁ BALESWAR କରାଯିବ। ଏବଂ ତାପରେ ଦେଖନ୍ତୁ ବାଲେଶ୍ୱର ସବ୍ ଡିଭିଜନ ଯେଉଁଟାକି ନୀଳଗିରି NILGIRI ଲେଖାଯାଉଥିଲା, ଏହାକୁ କ'ଣ କରାଯିବ NILGARI କରାଯିବ। ଏବଂ କେନ୍ଦ୍ରାପଡ଼ାର 8 ନମ୍ବରରେ ଦେଖନ୍ତୁ ତାର ତହସିଲ ଯେଉଁଟାକି ଆଳି AUL ଲେଖାଯାଉଥିଲା ପୂର୍ବରୁ, ତାକୁ ALI କରାଯିବ। କେନ୍ଦ୍ରାପଡ଼ା ଡିଷ୍ଟ୍ରିକ୍ଟର ନାମ KNDRAPAR ଥିଲା, ତାକୁ କ'ଣ କରାଯିବ KNDRAPADA କରାଯିବ। ତାପରେ ଦେଖନ୍ତୁ କେନ୍ଦ୍ରାପଡ଼ାର ତହସିଲ ଯାହାକି ମକାଲପଡ଼ା MAKALPAR ଥିଲା, ତାକୁ କ'ଣ କରାଯିବ MAHKALPADA କରାଯିବ, ମହାକାଲପଡ଼ା କରାଯିବ। ତାପରେ ଦେଖନ୍ତୁ 9 ନମ୍ବରରେ କେଉଁଝର, ତାର ଡିଷ୍ଟ୍ରିକ୍ଟ କ'ଣ କେନ୍ଦୁଝର ଆପଣ ଜାଣିଥିବେ, ତାକୁ କ'ଣ ଲେଖାଯାଉଥିଲା KEONJHR ଲେଖାଯାଉଥିଲା, ତାକୁ ସ୍ପେଲିଂ ଚେଞ୍ଜ କରିକି KNDUJHR କରାଯିବ। ଏବଂ ତହସିଲ ଯେଉଁଟାକି ବଡ଼ବିଲ, ତାର ଇଂଲିଶ ସ୍ପେଲିଂ BARBL କରାଯାଇଥିଲା, ତାକୁ BADBIL କରାଯିବ। ତାର ମ୍ୟୁନିସିପାଲିଟି ଦେଖନ୍ତୁ କେଉଁଝରଗଡ଼ର ଆପଣ ଦେଖିପାରୁଥିବେ KEONJHRGAR ଥିଲା, ତାକୁ କ'ଣ କରାଯିବ KNDUJHRGARH କରାଯିବ। ତାପରେ ଦେଖନ୍ତୁ ସମ୍ବଲପୁରର ରେଢ଼ାଖୋଲ RAIRKHOL ଥିଲା, ତାକୁ କ'ଣ କରାଯିବ REDHKHOL କରାଯିବ। ତାପରେ ଦେଖନ୍ତୁ 11 ନମ୍ବର ଦେଖିପାରୁଥିବା ନୟାଗଡ଼ ଡିଷ୍ଟ୍ରିକ୍ଟରେ ଆପଣ ତାର ଡିଷ୍ଟ୍ରିକ୍ଟ କ'ଣ ଲେଖାଥିଲା NAYAGARH ଲେଖାଯାଇଥିଲା, ତାକୁ ପରିବର୍ତ୍ତନ କରି କ'ଣ ଲେଖାଯିବ NAYAGADA ଲେଖାଯିବ। ତାପରେ ତହସିଲ ଦେଖନ୍ତୁ ଦଶପଲ୍ଲା, ତାର DASPALL ଲେଖାଯାଉଥିଲା, ତାକୁ କ'ଣ କରାଯିବ DASHPALL କରାଯିବ। ଏହା ଥିଲା ସମ୍ପୂର୍ଣ୍ଣ ଅପଡେଟ୍ସ। କେଉଁ ଡିଷ୍ଟ୍ରିକ୍ଟର କେଉଁ ବ୍ଲକର ନାମ ପରିବର୍ତ୍ତନ କରାଯିବ, ଟୋଟାଲ 11ଟି ଡିଷ୍ଟ୍ରିକ୍ଟର ତାଙ୍କର ବ୍ଲକ ଏବଂ ମ୍ୟୁନିସିପାଲିଟିର ନାମ ପରିବର୍ତ୍ତନ କରାଇବା ପାଇଁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। ଆଉ ଯଦି ନାମ ପରିବର୍ତ୍ତନ ହୁଆଯାଏ, ତାହେଲେ ପୁରୁଣା ସ୍ପେଲିଂ ବଦଳରେ ଏସବୁ ସ୍ପେଲିଂ ଲେଖାଯିବ।